40ଟି ଗୁପ୍ତ ନିୟମ। ଘରେ ଠାକୁରଙ୍କ ପୂଜା କରିବା ସମୟରେ ପ୍ରଥମରେ ଗଣେଶଙ୍କ ଆରାଧନା କରିବା ଉଚିତ। ଏହା ମଙ୍ଗଳକାରୀ ହୋଇଥାଏ ଏବଂ ଗଣେଶଙ୍କୁ କେବେ ବି ତୁଳସୀ ଅର୍ପଣ କରିବା ଉଚିତ ନୁହେଁ। ମହାଦେବଙ୍କୁ ପୂଜା କରିବା ସମୟରେ କେବେ ବି କେତକୀ ଫୁଲର ବ୍ୟବହାର କରିବା ଉଚିତ ନୁହେଁ। ଠାକୁରଙ୍କୁ ଗାଧୋଇ ଦେବା ସମୟରେ ବୁଢ଼ା ଆଙ୍ଗୁଠିକୁ ଛାଡ଼ି ଅନ୍ୟ ଆଙ୍ଗୁଠିର ବ୍ୟବହାର କରିବା ଉଚିତ। ଏହା ମଙ୍ଗଳକାରୀ ହୋଇଥାଏ। ଦୀପକୁ କେବେ ବି ଭୂମିରେ ରଖି ଜଳାଇବା ଉଚିତ ନୁହେଁ। ଏହା ଅଶୁଭ ହୋଇଥାଏ ଏବଂ ଧନହାନିର ସମ୍ଭାବନା ଦେଖା ଦେଇଥାଏ। ପୂଜା ସମୟରେ ଧୂପକାଠିର ବ୍ୟବହାର କରିବା ଉଚିତ ନୁହେଁ। ସେଥିରେ ବାଉଁଶ କାଠି ରହିଥାଏ ଏବଂ ବାଉଁଶ ଅନ୍ତିମ ସଂସ୍କାରରେ ବ୍ୟବହୃତ ହୋଇଥାଏ। ରବିବାର ଦିନ ତୁଳସୀ ପତ୍ର ତୋଳିବା ଉଚିତ ନୁହେଁ। ମାନ୍ୟତା ଅନୁସାରେ ରବିବାର ଦିନ ତୁଳସୀ ପତ୍ର ତୋଳିବା ଦ୍ୱାରା ଠାକୁର ଅପ୍ରସନ୍ନ ହୋଇଥାନ୍ତି। ପୂଜା ସମୟରେ ଶାଳଗ୍ରାମକୁ କେବେ ବି ଚାଉଳ ଅର୍ପଣ କରିବା ଉଚିତ ନୁହେଁ। ବାସ୍ତୁ ଅନୁସାରେ ଏହା ଅଶୁଭ ହୋଇଥାଏ। ପୂଜା ସମୟରେ କେବେ ବି ମଇଳା ହୋଇଥିବା କପଡ଼ା ପିନ୍ଧିବା ଉଚିତ ନୁହେଁ। ଏହା ଅଶୁଭ ହେବା ସହିତ ଦାରିଦ୍ରତା ଆସିଥାଏ। ପୂଜା କରିବା ସମୟରେ ମନରେ କେବେ ବି ଖରାପ ଚିନ୍ତାଧାରା ଆଣିବା ଉଚିତ ନୁହେଁ। ଏହାଦ୍ୱାରା ପୂଜାର ଫଳ ପ୍ରାପ୍ତ ହୋଇନଥାଏ। ପୂଜା ସମୟରେ ଠାକୁରଙ୍କ ଠାରେ ଚଢ଼ାଯାଇଥିବା ଫୁଲ କେବେ ବି ଏଠି ସେଠି ପକାଇବା ଅନୁଚିତ ଏବଂ ନଦୀରେ ପ୍ରବାହିତ କରିବା ଦ୍ୱାରା ମଙ୍ଗଳକାରୀ ହୋଇଥାଏ। ଠାକୁର ପୂଜା ସମୟରେ ଯେପରି ହାଇ ମାରିବା କିମ୍ବା ନିଦ ଲାଗିବା ଅନୁଚିତ। ଏହା ଅଶୁଭ ହୋଇଥାଏ ଏବଂ ପୂଜାର ଫଳ ପ୍ରାପ୍ତ ହୋଇନଥାଏ। ଠାକୁର ପୂଜା ସମୟରେ ଟିକେ ବି ଭାଙ୍ଗି ଯାଇଥିବା ଦୀପ ଜଳାଇବା ଉଚିତ ନୁହେଁ। ଏହା ଅଶୁଭ ହୋଇଥାଏ ଏବଂ ଠାକୁର ପୂଜାରେ କୌଣସି ଖଣ୍ଡିତ ସାମଗ୍ରୀ ବ୍ୟବହାର କରିବା ଅନୁଚିତ। ଘିଅ ଦୀପ ଜଳାଇବା ସମୟରେ ଦୀପରେ ଧଳା ରଙ୍ଗର ବତୀ ବ୍ୟବହାର କରିବା ଉଚିତ ଏବଂ ତେଲର ଦୀପରେ ଲାଲ ରଙ୍ଗର ବତୀ ବ୍ୟବହାର କରିବା ଦ୍ୱାରା ମଙ୍ଗଳକାରୀ ହୋଇଥାଏ। ଠାକୁର ପୂଜା କରିବା ସମୟରେ ଧ୍ୟାନ ରଖିବା ଉଚିତ ଯେପରି ପୂଜା ମଧ୍ୟରେ ଦୀପ ଲିଭାଇବା କିମ୍ବା ଦୀପ ଲିଭିବା ଅନୁଚିତ। ଏହା ଅଶୁଭ ହୋଇଥାଏ। ଶୁଭଂ କରତି କଲ୍ୟାଣମ୍ ଆରୋଗ୍ୟଂ ଧନ ସମ୍ପଦାମ୍ ଶତ୍ରୁ ବୃଦ୍ଧି ବିନାଶାୟ ଦୀପଂ ଜ୍ୟୋତି ନମସ୍ତୁତେ। ଏହି ମନ୍ତ୍ର ଉଚ୍ଚାରଣ କରି ଦୀପ ପ୍ରଜ୍ୱଳନ କରିବା ଦ୍ୱାରା ମଙ୍ଗଳ ହୋଇଥାଏ। ଶାସ୍ତ୍ର ଅନୁସାରେ ଠାକୁର ପୂଜା କରିବା ସମୟରେ ଯଦି ଆଖିରେ ଲୁହ ଆସେ ତେବେ ମନରୁ ଖରାପ ଭାବନା ଦୂର ହେବାର ଏବଂ ଆତ୍ମାଶୁଦ୍ଧି ହେବାର ସଂକେତ ହୋଇଥାଏ। ପୂଜା ସମୟରେ ଯଦି ଠାକୁରଙ୍କ ଠାରୁ ଫୁଲ ନିଜ ଆଡ଼କୁ ଖସେ ତେବେ ଅତ୍ୟନ୍ତ ଶୁଭ ହୋଇଥାଏ ଏବଂ ମନସ୍କାମନା ପୂରଣ ହେବାର ସଂକେତ ହୋଇଥାଏ। ଯଦି ପୂଜା ସମୟରେ ଘରକୁ ଗୁରୁ ବ୍ରାହ୍ମଣ କିମ୍ବା ଅତିଥି ଆସନ୍ତି ତେବେ ବହୁତ ଶୁଭ ଏବଂ ମଙ୍ଗଳକାରୀ ହୋଇଥାଏ। ବ୍ରହ୍ମ ବୈବର୍ତ ପୁରାଣ ଅନୁସାରେ ଶଙ୍ଖ ମଧ୍ୟରେ ଜଳ ରଖି ସେହି ଜଳକୁ ଚତୁଃପାର୍ଶ୍ୱରେ ସିଞ୍ଚନ କରିବା ଦ୍ୱାରା ବାତାବରଣ ଶୁଦ୍ଧ ହୋଇଥାଏ। ପୂଜା ସମୟରେ ଠାକୁରଙ୍କୁ ନଡ଼ିଆ ଅର୍ପଣ କରିବା ପରେ କେବଳ ପୁରୁଷ ଲୋକ ନଡ଼ିଆ ଭାଙ୍ଗିବା ଉଚିତ। ଏହା ମଙ୍ଗଳକାରୀ ହୋଇଥାଏ। ଭାନୁ ସପ୍ତମୀ ଦିନ ସୂର୍ଯ୍ୟଙ୍କୁ ପୂଜା କରିବା ଉଚିତ। ଏହାଦ୍ୱାରା ସ୍ମରଣ ଶକ୍ତି ବୃଦ୍ଧି ହୋଇଥାଏ ଏବଂ ବୁଦ୍ଧିର ବିକାଶ ହେବା ସହିତ ମାନସିକ ଶାନ୍ତି ପ୍ରାପ୍ତ ହୋଇଥାଏ। ସକାଳୁ ସ୍ନାନ କରିବା ପରେ ଶୁଦ୍ଧ ଜଳରେ ଗଙ୍ଗା ଜଳ, କଞ୍ଚା କ୍ଷୀର, ମହୁ, ଚାଉଳ ଏବଂ ଫୁଲ ମିଶାଇ ସୂର୍ଯ୍ୟଙ୍କୁ ଅର୍ଘ୍ୟ ଦେବା ଉଚିତ। ଏହାଦ୍ୱାରା ଆୟୁ ବୃଦ୍ଧି ହୋଇଥାଏ ଏବଂ ଅକାଳ ମୃତ୍ୟୁ ଦୂର ହୋଇଥାଏ। ଭାନୁ ସପ୍ତମୀ ଦିନ ସୂର୍ଯ୍ୟଙ୍କୁ ଅର୍ଘ୍ୟ ପ୍ରଦାନ କରି ପୂଜା କରିବା ଦ୍ୱାରା କେବେ ବି ଅନ୍ଧତ୍ୱ, ଦାରିଦ୍ରତା, ଦୁଃଖ ଏବଂ ଶୋକଗ୍ରସ୍ତ ହେବାକୁ ପଡ଼ିନଥାଏ। ପଞ୍ଚାମୃତ ଅମୃତ ତୁଲ୍ୟ ହୋଇଥାଏ। ଏହାର ନିୟମିତ ସେବନ ଦ୍ୱାରା ମଙ୍ଗଳକାରୀ ହେବା ସହିତ ଶରୀରକୁ ରୋଗମୁକ୍ତ ରଖିଥାଏ। ପଞ୍ଚାମୃତ ସବୁବେଳେ ଡାହାଣ ହାତରେ ଗ୍ରହଣ କରିବା ଉଚିତ ଏବଂ ବାମ ହାତକୁ ଡାହାଣ ହାତ ତଳେ ରଖି ମୁଣ୍ଡରେ ମାରି ଗ୍ରହଣ କରିବା ଦ୍ୱାରା ମଙ୍ଗଳକାରୀ ହୋଇଥାଏ। ଯଦି ଘରର କେହି ସଦସ୍ୟ ବାହାରକୁ ଯାଉଥାନ୍ତି
ତେବେ ସକୁଶଳ ଫେରିବା ପାଇଁ ତୁଳସୀ ମୂଳରେ ଗୁଆଟିଏ ପୋତିବା ଦ୍ୱାରା ମଙ୍ଗଳକାରୀ ହୋଇଥାଏ। ଯଦି ପୁତ୍ର କିମ୍ବା କନ୍ୟାଙ୍କ ବିବାହ ବିଳମ୍ବ ହେଉଥାଏ ତେବେ ଶୁଭ ମୁହୂର୍ତ୍ତରେ ଗୁଆରେ ଅଭିର ଲଗାଇ ଚାନ୍ଦିର ଡବାରେ ଠାକୁର ଘରେ ରଖିବା ଦ୍ୱାରା ମଙ୍ଗଳକାରୀ ହୋଇଥାଏ। ଯଦି ପରିବାର ଲୋକଙ୍କ କାର୍ଯ୍ୟରେ ବାଧାବିଘ୍ନ ଆସୁଥାଏ ତେବେ ପାନପତ୍ର ଉପରେ ସିନ୍ଦୁରରେ ସ୍ୱସ୍ତିକ ଚିହ୍ନ ଆଙ୍କି ତା ଉପରେ ଗୁଆ ରଖି ପୂଜା କରିବା ଦ୍ୱାରା ମଙ୍ଗଳକାରୀ ହୋଇଥାଏ। ଶନିବାର ରାତିରେ ଓସ୍ତ ଗଛ ମୂଳରେ ଗୁଆ ଏବଂ ପଇସା ରଖି ତା ପରଦିନ ଗୋଟିଏ ଓସ୍ତ ପତ୍ରରେ ସେହି ଗୁଆ ଏବଂ ପଇସାକୁ ଲାଲ ସୂତାରେ ଗୁଡ଼ାଇ ପଇସା ବାକ୍ସରେ ରଖିବା ଦ୍ୱାରା ବ୍ୟବସାୟ ବୃଦ୍ଧି ହୋଇଥାଏ। ପିତୃଦୋଷ ଦୂର କରିବା ପାଇଁ ଶିବଲିଙ୍ଗ ଉପରେ କଳାଖସା ଚଢ଼ାଇବା ଉଚିତ। ସେହିପରି ପାଣିରେ ଗୁଡ଼ ମିଶାଇ ଚଢ଼ାଇବା ଦ୍ୱାରା ଆସୁଥିବା ସଙ୍କଟରୁ ରକ୍ଷା ମିଳିଥାଏ। ବୃକ୍ଷମାନଙ୍କୁ ସଂସାରରେ ଈଶ୍ୱରଙ୍କ ପ୍ରତିନିଧି କୁହାଯାଏ। ତେଣୁ ବୃକ୍ଷଙ୍କୁ ପୂଜା କରିବା ଏବଂ ପରିକ୍ରମା କରିବା ଦ୍ୱାରା ଈଶ୍ୱରଙ୍କ ସହିତ ସିଧା ସମ୍ପର୍କ ସ୍ଥାପନ ହୋଇଥାଏ। ଅରଖ ପତ୍ରରେ ଓଁ ଲେଖି ଶିବଲିଙ୍ଗରେ ଅର୍ପଣ କରିବା ଦ୍ୱାରା ଅତ୍ୟନ୍ତ ମଙ୍ଗଳକାରୀ ହୋଇଥାଏ ଏବଂ ଘରେ ଧନର ଅଭାବ ହୋଇନଥାଏ। ଅଟାର ଦୀପଟିଏ କରି ବରପତ୍ର ଉପରେ ରଖି ହନୁମାନ ମନ୍ଦିରରେ ଜଳାଇବା ଦ୍ୱାରା ମଙ୍ଗଳକାରୀ ହୋଇଥାଏ ଏବଂ ଧାର କରଜରୁ ମୁକ୍ତି ମିଳିଥାଏ। ଓସ୍ତପତ୍ରରେ ଜୟ ଶ୍ରୀରାମ ଲେଖି ହନୁମାନଙ୍କୁ ଅର୍ପଣ କରିବା ଦ୍ୱାରା ଅତ୍ୟନ୍ତ ମଙ୍ଗଳକାରୀ ହୋଇଥାଏ ଏବଂ ଶନିବାର ଦିନ ଓସ୍ତମୂଳରେ ଦୀପ ଜଳାଇବା ଦ୍ୱାରା ସମୃଦ୍ଧି ପ୍ରାପ୍ତ ହୋଇଥାଏ। ବୁଧବାର ଦିନ ଗଣେଶଙ୍କୁ ଶମୀପତ୍ର ଅର୍ପଣ କରିବା ଦ୍ୱାରା ତୀକ୍ଷ୍ଣ ବୃଦ୍ଧି ପ୍ରାପ୍ତ ହୋଇଥାଏ ଏବଂ ଘରୁ କଳହ ଦୂର ହୋଇଥାଏ। ଯଦି କୌଣସି ଲୋକର ଓଠରେ କମ୍ପନ ଦେଖାଯାଏ ତେବେ ଏହା ଯନ୍ତ୍ରଣା ମିଳିବାର ସୂଚନା ମିଳେ। ଯଦି କୌଣସି ଲୋକର ବାମ ନାସାରେ କମ୍ପନ ହୁଏ ତେବେ ଏହା କୌଣସି ମୃତ୍ୟୁ ସମ୍ବାଦ ମିଳିବାର ସୂଚନା ମିଳେ। ଯଦି କୌଣସି ଲୋକର ଦକ୍ଷିଣ ନାସାରେ କମ୍ପନ ହୁଏ ତେବେ ଏହା ଶରୀର ପୀଡ଼ା ହେବାର ସୂଚନା ଦିଏ। ଯଦି କୌଣସି ଲୋକର ବାମ ଚକ୍ଷୁରେ କମ୍ପନ ଦେଖାଯାଏ ତେବେ ଏହା ଅର୍ଥହାନି, ରାଜଭୟ ବା ଅଯଥା କଳହ ଲାଗିବାର ସୂଚନା ଦିଏ। ଯଦି କୌଣସି ଲୋକର ଦକ୍ଷିଣ ଚକ୍ଷୁରେ କମ୍ପନ ହୁଏ ତେବେ ଏହା ବନ୍ଧୁ ଦର୍ଶନ ମିଳିବାର ସୂଚନା ଦିଏ। ଧନ୍ୟବାଦ। ଜୟ ଶ୍ରୀକୃଷ୍ଣ।